ପୁସ୍ତକଟିର ନାମ ଅମାବାସ୍ୟାର ଚନ୍ଦ୍ର। ଲେଖକ ବାରିଷ୍ଟର ଗୋବିନ୍ଦ ଦାସ। ତୁମର ଯନ୍ତ୍ରଣା ନାହିଁ, ନାହିଁ ଅନୁଶୋଚନା। ଭାଗ୍ୟ ବିରୁଦ୍ଧରେ ନାହିଁ ବିଦ୍ରୋହ ଅଥବା ଆତ୍ମସମର୍ପଣ। ବିଜୟ ପାଇଁ ନାହିଁ ଆଗ୍ରହ, ନାହିଁ ପରାଜୟର ଭୟ। ତୁମେ ନିର୍ବିକାର, ନିରବଚ୍ଛିନ୍ନ ପୁରୁଷ। ବିଥୋଭନଙ୍କ ଫୋର୍ଥ ସିମ୍ଫୋନି ପରି ନିଶ୍ଚଳ, ଶାନ୍ତ, ଜୀବନର ସତ ଝଡ଼ଝଞ୍ଜା ସତେ। ତୁମ ଜୀବନ ଅନନ୍ତ ପାପର ଏକ ଅସରନ୍ତି ଗାଥା। ପାଦେ ପାଦେ ତୁମେ ଧର୍ମ, ସମାଜର ନୀତି ନିୟମ ଶୃଙ୍ଖଳାକୁ ଆଘାତ କରିଛ। ବାଇବେଲର ନିର୍ଦ୍ଦେଶ, କୋରାନର ଆଦେଶ, ଗୀତାର ପରାମର୍ଶ ସବୁ ତୁମ ପାଖରେ ଅବହେଳିତ। ସମସ୍ତେ ତୁମକୁ ନିନ୍ଦିବେ, ପକ୍ଷାଘାତ, ବ୍ୟାଧିଗ୍ରସ୍ତ ବୋଲି। ତୁମ କଥା ଲେଖିବେ, ଲୋକେ ଅପବାଦ ଦେବେ, କହିବେ ଏ କକ୍ଷଚ୍ୟୁତ ଚରିତ୍ରହୀନ ଲମ୍ପଟ ଆମର ଏ ସମାଜକୁ କଳଙ୍କିତ କରିବ। ପରମ୍ପରା ହେବ ନଷ୍ଟ, ଭବିଷ୍ୟତର ଚିନ୍ତା ହେବ କଳୁଷିତ। ତଥାପି ଲେଖୁଛି, କାରଣ ଅତଳସ୍ପର୍ଶୀ କଳଙ୍କ ସତ୍ତ୍ୱେ ତୁମ ଚରିତ୍ରର ଏକ ବଳିଷ୍ଠ ମର୍ଯ୍ୟାଦା ରହିଛି। ତୁମ ଜୀବନର ଘନ ଅନ୍ଧକାର ଗହ୍ୱର ମଧ୍ୟରେ ଏକ ପ୍ରଦୀପର କମଳ ଆଭା ମଧ୍ୟ ଲକ୍ଷ୍ୟ କରିଛି। ତୁମର କଳଙ୍କ ଯିଏ ଦେଖିବ, ସେ ଏ ଆଲୋକକୁ ମଧ୍ୟ ଅବଜ୍ଞା କରିପାରିବ ନାହିଁ। ଲୋକେ ବୁଝନ୍ତୁ ଯେ ଅନ୍ୟକୁ ପତିତ ବୋଲି ଆଖ୍ୟା ଦେବା ସହଜ ନୁହେଁ। ବ୍ୟକ୍ତିର ପରିଧିକୁ ସମୀକ୍ଷଣ କରିବା କେତେ ଜଟିଳ। ଚରିତ୍ରହୀନତା ଭିତରେ ଥାଇପାରେ ମହତ୍ତ୍ୱ, ପାପ ଭିତରେ ଥାଇପାରେ ଗୌରବ। ତୁମ ଜୀବନରେ କିଛି ବିଡ଼ମ୍ବନା ନାହିଁ, କିଛି ପ୍ରତାରଣା ନାହିଁ, କିଛି ହିପୋକ୍ରାସି ନାହିଁ। ତୁମେ ସତ୍ୟ, ମୃତ୍ୟୁ ପରି। ତୁମେ ଚିରଞ୍ଜୀବୀ, ଅନ୍ଧକାର ପରି। କିନ୍ତୁ ଲୋକେ କହିବେ, ହୋଇପାରେ ଏ ସତ୍ୟ, ହୋଇପାରେ ଏ ଚିରଞ୍ଜୀବୀ, କିନ୍ତୁ ଶ୍ମଶାନ ସତ୍ୟ ବୋଲି ତାର ସ୍ଥାନ ମନ୍ଦିରରେ ନୁହେଁ। ଆମର ଏ ପବିତ୍ର ଶିବସୁନ୍ଦର ସମାଜର ପ୍ରାଙ୍ଗଣରେ ଏ ଦାନବ, ଏ ପାପୀର ସ୍ଥାନ କାହିଁ? କୁଷ୍ଠ ରୋଗୀ ପରି ଗ୍ରାମର ପରିକ୍ରମାନ୍ତରେ ଏହାର ବାସସ୍ଥାନ। ଆଦମ ବା ପ୍ରଥମ ପୁରୁଷ ପାପୀ ବା ପୁଣ୍ୟାତ୍ମା ନଥିଲେ। ଜନ୍ମରେ ପ୍ରତ୍ୟେକ ବ୍ୟକ୍ତି ନିଷ୍ପାପ। ସମାଜର ତତ୍କାଳୀନ ନିର୍ଦ୍ଦେଶ ତାକୁ ସେ ଆଖ୍ୟା ଦିଏ। କେତେକ ବ୍ୟକ୍ତି ଅଛନ୍ତି, ବିଭିନ୍ନ କାରଣରୁ ତତ୍କାଳୀନ ସମାଜ ତାଙ୍କ ଉପରେ ପୂର୍ଣ୍ଣ କର୍ତ୍ତୃତ୍ୱ ବିସ୍ତାର କରିପାରେ ନାହିଁ। ସେମାନେ ନିଜକୁ ଘୋଷଣା କରନ୍ତି ସ୍ୱାଧୀନ ସମାଜଠୁ, ଧର୍ମଠୁ। ସେଇମାନଙ୍କ ଭିତରୁ ବାହାରନ୍ତି ବୁଦ୍ଧ, ଯୀଶୁ, ମହମ୍ମଦ, ଗାନ୍ଧୀ, ସକ୍ରେଟିସ୍। ସେମାନେ ସମାଜକୁ ନିଜର କର୍ତ୍ତୃତ୍ୱକୁ ଆଣିବାକୁ ଚେଷ୍ଟା କରନ୍ତି। ଅବଶେଷରେ ସେଇମାନେ ହୁଅନ୍ତି କୃତକାର୍ଯ୍ୟ। ସମାଜ ହୁଏ ବଶୀଭୂତ ସେମାନଙ୍କର ମୂଲ୍ୟବୋଧକୁ ଗ୍ରହଣ କରି ନିଜର ପରିବର୍ତ୍ତନ କରେ। ସେମାନେ ହୁଅନ୍ତି ମହାତ୍ମା। କିନ୍ତୁ ଯଦି ସମାଜର ଆୟତ୍ତାଧୀନ ନ ହୁଏ, ଅଥଚ ତୁମେ ମୂଲ୍ୟବୋଧକୁ ଅସ୍ୱୀକାର କର, ତାରି ରଥଚକ ତଳେ ତୁମେ ହେବ ନିଷ୍ପେଷିତ, ଆଖ୍ୟା ପାଇବ ଭ୍ରଷ୍ଟ, ପାପୀ, ବିଚ୍ୟୁତ। ଲକ୍ଷ୍ମଣ ସୀତାଙ୍କ ପାଇଁ ନିଷିଦ୍ଧ ଗାର ଟାଣିବା ପରି ସମାଜ ଗୋଟିଏ ରେଖା ଟାଣେ। କହେ, ଏହାକୁ ଟପିଲେ ପାପ, ଏହାର ପଛଆଡ଼େ ରହିଲେ ପୁଣ୍ୟ। ପାପ ପୁଣ୍ୟର ବିଚାର କେବଳ ଏ ସୀମାପତି ସମ୍ମାନର କଥା। ଅଙ୍ଗୁର ଖାଇ ସ୍ୱାସ୍ଥ୍ୟ ପକ୍ଷରେ ହିତକର, କିନ୍ତୁ ଏଇ ଅଙ୍ଗୁର ରସକୁ ସିଦ୍ଧ କରି ଗିଲାସ ଭିତରେ ପିଇ ତୁମେ ହେବ ମଦ୍ୟପ। ଏକ ନାରୀକୁ ଉପଭୋଗ କର, ସମାଜ ତୁମକୁ କହିବ ସ୍ୱାମୀ। ଅତ୍ୟଧିକ ନାରୀକୁ ଉପଭୋଗ କର, ସମାଜ କହିବ ଲମ୍ପଟ। ଭବିଷ୍ୟତର ଆର୍ଥିକ ସ୍ୱଚ୍ଛଳତା ପାଇଁ ଜଗନ୍ନାଥଙ୍କ ପାଖରେ ଧନ ବିତରଣ କର, ସମାଜ କହିବ ଧାର୍ମିକ। ରେସ୍କୋର୍ସରେ ତୁରନ୍ତ ଆର୍ଥିକ ସ୍ୱଚ୍ଛଳତା ପାଇଁ ଲଟେରୀ କିଣ, ସମାଜ କହିବ ଗ୍ୟାମ୍ବଲର ଜୁଆଡ଼ି। ଦିନେ ଗୁରୁ ରତ୍ନାକର ତାଙ୍କର ଶିଷ୍ୟ ଶ୍ଵେତାଙ୍କ ଓ ବିଶାଳ ଦେବଙ୍କୁ ପଚାରିଲେ, ବର୍ତ୍ତମାନ ଉଭୟକୁ ତ ଲକ୍ଷ୍ୟ କରିଛ, କୁହ ତୁମମାନଙ୍କ ମତରେ କିଏ ପାପୀ, ବିଜିଗୁପ୍ତ ନା କୁମାରଗିରି? ଶ୍ଵେତାଙ୍ଗ କହିଲେ, ମହାପ୍ରଭୁ, ବିଜିଗୁପ୍ତ ଭଗବାନଙ୍କ ଅବତାର ପରି। ସମାଜରେ ସେ ଶାନ୍ତ, ମହତ୍ତ୍ୱର ଜୀବନ୍ତ ପ୍ରତିମା। ତାଙ୍କର ହୃଦୟ ବିଶାଳ, ମନୁଷ୍ୟତା ଅସୀମ, ତ୍ୟାଗ ଅକଳନୀୟ। କିନ୍ତୁ କୁମାରଗିରି, ସେ ସ୍ୱାର୍ଥପର, ପଶୁ। ନିଜର ଉଦ୍ଦେଶ୍ୟ ସିଦ୍ଧି ପାଇଁ ସମସ୍ତ ଜଗତକୁ କରିଛି ଭ୍ରୂକ୍ଷେପ। ନିଜର ତଥାକଥିତ ସ୍ୱର୍ଗୀୟ ଉପଭୋଗ ପାଇଁ ପ୍ରକୃତିର ନିୟମକୁ ଅବଜ୍ଞା କରିଛି। ସମସ୍ତ ଜୀବନ ତାର ବିତି ଯାଇଛି ମନୁଷ୍ୟର ଏ ପ୍ରାକୃତିକ ପ୍ରେରଣାକୁ ନିୟନ୍ତ୍ରଣ କରିବାରେ। ସମୟ ଓ ସୁଯୋଗର କି କଦର୍ଯ୍ୟ ଅପବ୍ୟବହାର। ସେଥିରେ ବା ନାହିଁ ଗୌରବ, ନା ଅଛି କିଛି ମହତ୍ତ୍ୱ। ସେ ହେଉଛି ପାପୀ, ଆମର ଏ ବିଜିଗୁପ୍ତ ପାଖରେ ଅତି କ୍ଷୁଦ୍ର। ସେହି ପ୍ରଶ୍ନର ଉତ୍ତର ବିଶାଳ ଦେବ ଦେଲେ। କହିଲେ, ମହାପ୍ରଭୁ, ଯୋଗୀ କୁମାରଗିରି ଅଦମ୍ୟ ଓ ମହାନ। ସେ ନିଜର ଅହଂକୁ, ନିଜର କାମମୋହକୁ ଯାହା ବ୍ୟକ୍ତିଙ୍କୁ ସଂକୁଚିତ କରେ, ବିଚ୍ୟୁତ କରେ, ତାକୁ ଦମନ କରିପାରିଛନ୍ତି। ତାଙ୍କର ଜ୍ଞାନ, ତାଙ୍କର ଐଶ୍ୱରିକ ଶକ୍ତିର ପଟାନ୍ତର ନାହିଁ। ଆଉ ଏ ବିଜିଗୁପ୍ତ, ସେ ପାର୍ଥିବ ସମ୍ଭୋଗର ହୀନ ଦାସ, ଉଚ୍ଛୃଙ୍ଖଳ ଭୋଗ ବିଳାସର ପୁତ୍ତଳିକା। ତାର ହୃଦୟ, ତାର ମନୁଷ୍ୟତା, ତାର ତଥାକଥିତ ତ୍ୟାଗ ସବୁ ଏହି ପାର୍ଥିବ ସୁଖ ପାଇଁ ନିୟୋଜିତ। ପାପର ଜୀବନ୍ତ ଉଦାହରଣ ଏଇ ମ୍ଲେଚ୍ଛ ବିଜିଗୁପ୍ତ। ପାଟଳୀପୁତ୍ରରେ ଗୁରୁଦେବ ରତ୍ନାକରଙ୍କର 2 ଜଣ ବିଦ୍ୟାର୍ଥୀ ଥିଲେ, ଶ୍ଵେତାଙ୍ଗ ଓ ବିଶାଳ ଦେବ। ଆଶ୍ରମରେ ଉଭୟଙ୍କ ଶିକ୍ଷା ହେଲା ଶେଷ। ପରେ ସେମାନେ ପଚାରିଲେ, ଗୁରୁଦେବ, ସବୁ ବିଷୟରେ ବିଦ୍ୟା ହାସଲ କଲୁ, କିନ୍ତୁ ଗୋଟିଏ ବିଷୟରେ ସବିଶେଷ ଜ୍ଞାନ ପାଇଲୁ ନାହିଁ। ସେ ହେଉଛି ପାପ କ'ଣ, ପୁଣ୍ୟ କ'ଣ? ସେଥି ଭିତରେ ପାର୍ଥକ୍ୟ କେଉଁଠି? ଗୁରୁଦେବ କହିଲେ, ଏହା ଏକ ଜଟିଳ ପ୍ରଶ୍ନ।
ମୁଁ ଅନେକ ଥର ଚେଷ୍ଟା କରିଛି ଏହାକୁ ବ୍ୟାଖ୍ୟା କରିବା ପାଇଁ, କିନ୍ତୁ କେବେ ହେଲେ ଏହାକୁ ସମ୍ୟକ୍ ଭାବରେ ମଧ୍ୟ ପ୍ରକାଶ କରିପାରେ ନାହିଁ। ଏଥିପାଇଁ ନିଜର ଅଭିଜ୍ଞତା ଆବଶ୍ୟକ। ମୁଁ ତୁମ ଦୁଇ ଜଣଙ୍କୁ ମୋର 2 ଜଣ ପୁରାତନ ବିଦ୍ୟାର୍ଥୀଙ୍କ ପାଖକୁ ପଠାଉଛି। 2 ଜଣଙ୍କର ଚରିତ୍ର ବିପରୀତ। ସେମାନଙ୍କୁ ଲକ୍ଷ୍ୟ କର, ନିଜର ଅଭିଜ୍ଞତା ସଂଗ୍ରହ କର, ତାପରେ ମୋତେ ଜଣାଅ ପାପୀ କିଏ, ପୁଣ୍ୟାତ୍ମା କିଏ। ସେ ତାଙ୍କୁ ଗଲେ ପାଟଳିପୁତ୍ରର ଜଣେ ତରୁଣ ରାଜା ବିଜିଗୁପ୍ତଙ୍କ ପ୍ରାସାଦକୁ। ବିଶାଳ ଦେବ ଗଲେ ଜଣେ ପ୍ରତିଷ୍ଠିତ ଯୋଗୀ କୁମାରଗିରିଙ୍କ ଆଶ୍ରମକୁ। ବିଜିଗୁପ୍ତ ଉପଭୋଗ କରୁଥିଲେ ପାଟଳିପୁତ୍ରର ସ୍ୱନାମଧନ୍ୟା ନର୍ତ୍ତକୀ ଚିତ୍ରଲେଖାର ସଙ୍ଗୀତ, ନୃତ୍ୟର ସାନ୍ନିଧ୍ୟ। ଚିତ୍ରଲେଖାଙ୍କ ବୀଣାର ତାନ, ଘୁଙ୍ଗୁରର ଧ୍ୱନିରେ ଭରି ଉଠୁଥିଲା ବିଜିଗୁପ୍ତଙ୍କ ସମସ୍ତ ପ୍ରାସାଦ, ବିଜିଗୁପ୍ତଙ୍କର ସମସ୍ତ ହୃଦୟ। ଚିତ୍ରଲେଖାଙ୍କର ଥିଲା ଅସୀମ ବୁଦ୍ଧି, ଅଶେଷ ନୈପୁଣ୍ୟ ଓ ଅତୁଳନୀୟ ସୌନ୍ଦର୍ଯ୍ୟ। ପାଟଳିପୁତ୍ରର ଧନ ଜନ ତାଙ୍କରି ପାଦତଳେ ରଟି ଯାଉଥିଲା। ତାଙ୍କ ସାମାନ୍ୟ ଇଙ୍ଗିତରେ, ତାଙ୍କରି କ୍ଷଣିକ ଇସାରାରେ ତାଙ୍କର କଳାର ବିସ୍ତୃତି ଥିଲା ଦେଶ ଦେଶାନ୍ତରେ। ସେ ମଧ୍ୟ ଆକୃଷ୍ଟ ହେଲେ ବିଜିଗୁପ୍ତଙ୍କ ଶିକ୍ଷା, ସଂସ୍କୃତି ଓ ସୌନ୍ଦର୍ଯ୍ୟରେ। ବିଜିଗୁପ୍ତ ଚିତ୍ରଲେଖାଙ୍କ ମିଳନ ହେଲା ସାତ୍ତ୍ୱିକ ସ୍ତରରେ, ମାନସିକ ଭିତ୍ତିରେ, ଶାରୀରିକ ରୂପରେ। ଏ ମିଳନ କ୍ରମେ କ୍ରମେ ସମ୍ୟକ୍, ସମ୍ପୂର୍ଣ୍ଣ ଓ ଗଭୀର ହୋଇ ଉଠିଲା। ଅବିଚ୍ଛେଦ୍ୟ ହେଲେ ଏ 2 ଆତ୍ମା, 2 ମନ, 2 ଶରୀର। ବିଜିଗୁପ୍ତଙ୍କ ବିବାହ ପାଇଁ ନାନାଦି ପ୍ରସ୍ତାବ ଅନ୍ୟାନ୍ୟ ରାଜକୀୟ ପରିବାରର ତରଫରୁ ଆସିଲା। ବିଜିଗୁପ୍ତ ଗ୍ରହଣ କଲେ ନାହିଁ। କିନ୍ତୁ ପାଟଳିପୁତ୍ରର ତତ୍କାଳୀନ ମହାରାଜାଙ୍କ କନ୍ୟା ଯଶୋଧାରାଙ୍କ ପାଇଁ ବିବାହ ପ୍ରସ୍ତାବକୁ ସେ ସହଜରେ ପ୍ରତ୍ୟାଖ୍ୟାନ କରିପାରିଲେ ନାହିଁ, କାରଣ ପ୍ରସ୍ତାବ କରିଥିଲେ ସ୍ୱୟଂ ମହାରାଜ। ଦିନେ ସନ୍ଧ୍ୟାରେ ବିଜିଗୁପ୍ତଙ୍କ ପ୍ରାସାଦକୁ ଆସନ୍ତି ପାଟଳିପୁତ୍ରର ଯୋଗୀଶ୍ରେଷ୍ଠ କୁମାରଗିରି। ତାଙ୍କ ଚକ୍ଷୁର ଜ୍ୟୋତି, ଶରୀରର ଆଭା ସଭାସ୍ଥଳୀକୁ ଆଲୋକିତ କରୁଥାଏ। ଯୌବନ ବ୍ରହ୍ମଚର୍ଯ୍ୟରେ ଉଦ୍ଦୀପିତ ସମସ୍ତ ସଭାସଦ୍ ପ୍ରଣିପାତ ଜଣାଇଲେ ଯୋଗୀଙ୍କ ପାଦତଳେ। ସ୍ୱୟଂ ମହାରାଜା ମଧ୍ୟ। ଚିତ୍ରଲେଖା ନୃତ୍ୟ ପାଇଁ ସଜ୍ଜିତା। କେଶର ଚତୁଷ୍ପଟି ପୁଷ୍ପମାଳା ବକ୍ଷ ପର୍ଯ୍ୟନ୍ତ ଲଟି ଆସିଛି। କବରୀ ଉନ୍ମୁକ୍ତ, ଚକ୍ଷୁରେ କଜ୍ଜଳ, ଅଷ୍ଟର ରକ୍ତାଭେ ଜଗତର ସମସ୍ତ ପୁରୁଷଙ୍କୁ ଫୁତ୍କାର ଜଣାଉଛି। ପାଦ ନୂପୁରର ମୃଦୁଧ୍ୱନି ଜଣାଇଛି ନିମନ୍ତ୍ରଣ। ସଭାସଦଙ୍କ ଅଭିବାଦନ ପରେ ଆଗେଇ ଆସିଲେ ଚିତ୍ରଲେଖା। ନମସ୍କାରର ଇଙ୍ଗିତ କରି କହିଲେ, ଯୋଗୀଶ୍ରେଷ୍ଠ କୁମାରଗିରିଙ୍କୁ ନର୍ତ୍ତକୀ ଚିତ୍ରଲେଖାର ପ୍ରଣାମ। କୁମାରଗିରି ଉତ୍ତର ଦେଲେ, ଏ ଅନ୍ଧକାରକୁ ଆଲୋକର ଆଶୀର୍ବାଦ। ଅନ୍ଧକାର ପ୍ରକଟିତ ହେଉ ଆଲୋକର ସ୍ପର୍ଶରେ, କିନ୍ତୁ ଆଲୋକ ନିଶ୍ଚିହ୍ନ ନ ହେଉ ଅନ୍ଧକାର ଛାୟାରେ, ଚିତ୍ରଲେଖା ଜଣାଇଲେ। କୁମାରଗିରି କହିଲେ, ଗଭୀର ଆତ୍ମବିଶ୍ୱାସ ଭ୍ରମାତ୍ମକ ହେଲେ ମଧ୍ୟ ସର୍ବଦା ସମ୍ମାନଯୋଗ୍ୟ। କିନ୍ତୁ ଏ ଆତ୍ମବିଶ୍ୱାସର ଉପଯୁକ୍ତ ବିନ୍ୟାସ ହେଲେ ମନୁଷ୍ୟ ଅତି ମାନବ ହେବା ସମ୍ଭବ। ଭଗବାନଙ୍କ ଆଶ୍ରା ଗ୍ରହଣ କର ନର୍ତ୍ତକୀ, ଶୁଦ୍ଧ ହେବ ନିଷ୍ପାପ। ଉତ୍ତର କଲେ ଚିତ୍ରଲେଖା, ଯାହାର କଳଙ୍କ, ଯାହାର ମାର୍ଜନ ବିଧେୟ, କିନ୍ତୁ ଯେ ପବିତ୍ର ଅପବିତ୍ର ସୀମାନ୍ତର ଊର୍ଦ୍ଧ୍ୱରେ, ଯାହା ପାଖରେ ପାପପୁଣ୍ୟର ବିଚାର ଅତି ଗୌଣ, ତା ପାଖରେ ଭଗବାନଙ୍କ ସ୍ଥିତି ମାନସିକ ଭିତ୍ତିରେ, ଭଗବାନ ମନୁଷ୍ୟର ସୃଷ୍ଟି। ଏ ମିଳନ କ୍ରମେ କ୍ରମେ ସମ୍ୟକ୍, ସଭାସଦ ଉପଭୋଗ କରୁଥିଲେ ଚିତ୍ରଲେଖା ଓ କୁମାରଗିରିଙ୍କର ଅବିଚ୍ଛେଦ୍ୟ ହେଲେ ଏ 2 ଆତ୍ମା, ଅସ୍ୱସ୍ତି ଅନୁଭବ କଲେ କୁମାରଗିରି। ଉତ୍ତେଜିତ ହେଲା ତାଙ୍କର ଚକ୍ଷୁ, କ୍ଷିପ୍ରତର ହେଲା ଧମନୀ, ଉଷ୍ମ ହେଲା ସ୍ନାୟୁ। ଗଭୀର ସ୍ୱରରେ କହିଲେ, ଯଦି ସଭାସଦ ଚାହାନ୍ତି ବର୍ତ୍ତମାନ ଭଗବାନଙ୍କ ଅସ୍ତିତ୍ୱ ସଂକ୍ରାନ୍ତରେ ପ୍ରମାଣ ପାଇଁ ସେ ପ୍ରସ୍ତୁତ ଅଛନ୍ତି। ଘରେ ଚାଞ୍ଚଲ୍ୟ ଖେଳିଗଲା। ସମସ୍ତେ ନୀରବ, ନିସ୍ତବ୍ଧ ହୋଇ ଚାହିଁଲେ କୁମାରଗିରିଙ୍କୁ। ପ୍ରମାଦ ଗଣିଲେ ଚିତ୍ରଲେଖାର ଏ ଅହମିକାପୂର୍ଣ୍ଣ ବାଚାଳତା ପାଇଁ। ନିର୍ଦ୍ଦେଶ ଦେଲେ କୁମାରଗିରି, କକ୍ଷ ଅନ୍ଧକାର କର, ସମସ୍ତେ ଶାନ୍ତ ହୋଇ ବସନ୍ତୁ। ରାଜା ମହାରାଜା ସମସ୍ତେ ତ୍ୟାଗ କରନ୍ତୁ ସିଂହାସନ, ଆସୀନ ହୁଅନ୍ତୁ ଭୂମି ଉପରେ। ଚକ୍ଷୁ ବନ୍ଦ କଲେ କୁମାରଗିରି। କକ୍ଷ ଅନ୍ଧକାର କରାଗଲା। ଧ୍ୟାନରତ ହେଲେ ଯୋଗୀଶ୍ରେଷ୍ଠ। କିଛି ସମୟ ନୀରବରେ ବିତିଗଲା। କ୍ରମେ ଶୁଣାଗଲା ଚାରିଆଡ଼େ ତୋଫାନର ଶବ୍ଦ। ସେ ଗୁରୁଗମ୍ଭୀର ତୋଫାନ କକ୍ଷ ଭିତରେ ପ୍ରବେଶ କରୁଅଛି ମନେହେଲା। ତାପରେ ହଠାତ୍ ଦେଖାଗଲା ଗୋଟିଏ ବିଶାଳ ଅଗ୍ନିଶିଖା ବିଜିଗୁପ୍ତଙ୍କ ସିଂହାସନ ଉପରେ ଧୂ ଧୂ ହୋଇ ଜଳି ଉଠୁଛି। କିଛି ସମୟ ପାଇଁ ଏ ଆଗ୍ନେୟ ପତାକା ସଭାସଦଙ୍କ ପାଖରେ ପ୍ରତିପାଦନ କଲା କୁମାରଗିରିଙ୍କ ସାଧନାର ପରାକାଷ୍ଠା ଓ ଭଗବାନଙ୍କ ଅସ୍ତିତ୍ୱ। ତାପରେ ଏ ଶିଖାର ଅବସାନ ହେଲା। କକ୍ଷକୁ ପୁଣି ଆଲୋକିତ କରାଗଲା। ସଭାସଦ ପ୍ରଣିପାତ ଜଣାଇଲେ କୁମାରଗିରିଙ୍କ ପାଦତଳେ। କୃତାର୍ଥ ହେଲେ ଭଗବାନଙ୍କ ଦର୍ଶନରେ। ପ୍ରଶ୍ନ କଲେ କୁମାରଗିରି ସଭାସଦଗଣକୁ, ପ୍ରମାଣ ପାଇଲେ ବର୍ତ୍ତମାନ ଭଗବାନଙ୍କ ଅସ୍ତିତ୍ୱର? ସମସ୍ୱରରେ ସ୍ୱୀକାର କଲେ ଉପସ୍ଥିତ ଜନତା। କିନ୍ତୁ କେବଳ ଚିତ୍ରଲେଖା ଓ ମହାମନ୍ତ୍ରୀ ଚାଣକ୍ୟ ଅସ୍ୱୀକାର କଲେ। କହିଲେ, ଏପରି କୌଣସି ଦୃଶ୍ୟ ସେମାନେ ଦେଖି ନାହାନ୍ତି। କୁମାରଗିରି ଅବଶେଷରେ ସ୍ୱୀକାର କଲେ ଯେ ଏ 2 ଜଣଙ୍କ ମାନସିକ ଶକ୍ତି ପ୍ରଖର, ଆତ୍ମବିଶ୍ୱାସ ଦୃଢ଼, ଯାହାଫଳରେ କି ତାଙ୍କର ଏ ମାନସିକ ଶକ୍ତିର ପ୍ରକ୍ରିୟାକୁ ସେମାନେ ଅବଜ୍ଞା କଲେ। ନିରୁତ୍ସାହିତ ହେଲେ ସଭାସଦଗଣ, କିନ୍ତୁ ଆଗ୍ରହୀ ହେଲେ ଚିତ୍ରଲେଖା।
କୁମାରଗିରିଙ୍କ ଦାମ୍ଭିକତା ସୌରଭ ରୂପଜ୍ଞାନରେ ଅଭିଭୂତ ହେଲେ। ଭାବିଲେ ଏ ମଧ୍ୟ ଯୋଗସାଧନା କରିବେ କୁମାରଗିରିଙ୍କ ପାଖରେ। ଆୟତ୍ତ କରିବେ ଏ ରୂପବାନ ଗୁଣବାନ ତରୁଣ ଯୋଗୀ କୁମାରଗିରିଙ୍କୁ। ଆୟତ୍ତ କରିବେ ଏ ଯୋଗ ସାଧନାକୁ। ପ୍ରମାଣ କରିବେ ଯେ ସେ ମଧ୍ୟ ତାଙ୍କର ଏକାଗ୍ରତା ବଳରେ କୁମାରଗିରିଙ୍କ ପରି ତଥାକଥିତ ଭଗବାନ ଲାଭ କରିପାରନ୍ତି। ତାଛଡ଼ା ମୁକ୍ତ କରିବେ ବିଜିଗୁପ୍ତଙ୍କୁ ତାଙ୍କର ସାଂସାରିକ ଦାୟିତ୍ୱ ସମ୍ପନ୍ନ କରିବା ପାଇଁ। ବିବାହ କରିବା ପାଇଁ ଯଶୋଧାରାଙ୍କୁ। ସମାଜରେ ରାଜ୍ୟରେ ସମ୍ମାନାସ୍ପଦ ହେବେ ବିଜିଗୁପ୍ତ। ବିଜିଗୁପ୍ତଙ୍କ ପ୍ରାସାଦ ପରିତ୍ୟାଗ କରି ଚିତ୍ରଲେଖା ପହଞ୍ଚିଲେ କୁମାରଗିରିଙ୍କ ଆଶ୍ରମରେ ଯୋଗ ସାଧନା ପାଇଁ। ଇତିମଧ୍ୟରେ ଜ୍ଞାନ ରୂପ ଯୋଗୁଁ ସେ ତାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ଯଶୋଧାରା। ତାଙ୍କ ନିକଟରେ ନିଜର ପ୍ରେମ ନିବେଦନ ଜଣାନ୍ତି। ସେ ତାଙ୍କ ମଧ୍ୟ ଏ ପ୍ରେମ ନିବେଦନକୁ ଗ୍ରହଣ କରନ୍ତି। କିନ୍ତୁ ମହାରାଜ ହେଲେ ଅନ୍ତରାୟ। କହିଲେ ରୂପ ଅଛି ଗୁଣ ଅଛି ସତ, କିନ୍ତୁ ଶ୍ଵେତାଙ୍କଙ୍କର ଆର୍ଥିକ ସଙ୍ଗତି ନାହିଁ, ସାମାଜିକ ପ୍ରତିଷ୍ଠା ନାହିଁ। ଯଶୋଧାରା ସହିତ ଶ୍ଵେତାଙ୍କର ବିବାହ ଅସମ୍ଭବ। ମଦ୍ୟପ ଲମ୍ପଟ ବିଜିଗୁପ୍ତଙ୍କ ମନ ଅସ୍ଥିର ହେଲା। ଚିତ୍ରଲେଖାଙ୍କ ବିହୁନେ ଅନ୍ଧକାର ଲାଗିଲା ଏ ରାଜ୍ୟଭୋଗ। ସ୍ଥିର କଲେ ସେ ରାଜ୍ୟ ଛାଡ଼ି ଚାଲିଯିବେ। ସମସ୍ତ ରାଜ୍ୟ ଦେଇଯିବେ ଶ୍ଵେତାଙ୍କଙ୍କୁ। ସେ ତାଙ୍କ ଦେଶଙ୍କୁ ଶାସନ କରିବେ, ପ୍ରତିଷ୍ଠା ପାଇପାରିବେ, ବିବାହ କରିପାରିବେ ଯଶୋଧାରାଙ୍କୁ। ଯଶୋଧାରାଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ। ଦିନେ ସଭାସଦମାନଙ୍କୁ ନିୟନ୍ତ୍ରଣ କରି ନିଜର ସିଦ୍ଧାନ୍ତ ଜଣାଇ ଶ୍ଵେତାଙ୍କଙ୍କୁ ସମର୍ପିଦେଲେ ରାଜ୍ୟ ଶାସନ ଓ ଯଶୋଧାରା। ଏଣେ ଚିତ୍ରଲେଖାଙ୍କ ରୂପ ଯୌବନ ସ୍ଖଳିତ କଲା ଯୋଗୀ କୁମାରଗିରିଙ୍କୁ। ଏକାଗ୍ରତା ନଷ୍ଟ ହେଲା, ଯୋଗ ହେଲା ଭ୍ରଷ୍ଟ। ଦିନେ ନିଜର ଅଭିପ୍ରାୟ ଜଣାଇଲେ ଚିତ୍ରଲେଖାଙ୍କ ପାଖରେ। ଶାରୀରିକ ଉପଭୋଗର ମୋହ ଉନ୍ମୋଚନ କଲେ। ଅନିଚ୍ଛା ସତ୍ତ୍ୱେ ଚିତ୍ରଲେଖା ସେ ରାତିରେ ନିଜକୁ ବିଛାଇ ଦେଲେ କୁମାରଗିରିଙ୍କ ଦୁର୍ଦ୍ଦଶ କ୍ଷୁଧାର ପାଦତଳେ। ଚିତ୍ରଲେଖାର ଶରୀରକୁ ସେଦିନ ଉପଭୋଗ କଲେ, କିନ୍ତୁ ହରାଇ ବସିଲେ ଚିତ୍ରଲେଖାର ସମ୍ମାନ ଚିରଦିନ ପାଇଁ। ଚିତ୍ରଲେଖା ଘୃଣା କଲେ ନିଜକୁ, ଜଣେ ସାଧକକୁ ତାଙ୍କର ସାଧନାକୁ ଭ୍ରଷ୍ଟ କରାଇଲେ ବୋଲି। ଘୃଣା କଲେ ଯୋଗୀଙ୍କୁ, ତାଙ୍କର ଆତ୍ମନିୟନ୍ତ୍ରଣର ଅଭାବ ଓ ଗୁପ୍ତ କାମନାର ପ୍ରକାଶ ପାଇଁ। ସେହି ରାତିରେ ଚିତ୍ରଲେଖା ତ୍ୟାଗ କଲେ କୁମାରଗିରିଙ୍କ ଆଶ୍ରମ। ଚିତ୍ରଲେଖା ପହଞ୍ଚିଲେ ବିଜିଗୁପ୍ତଙ୍କ ନିକଟରେ। ପ୍ରଣାମ ଜଣାଇଲେ। କହିଲେ ବିଜିଗୁପ୍ତ, ମୁଁ ଫେରି ଆସିଛି ତୁମରି ପାଦତଳକୁ। ଚିତ୍ରଲେଖା, ତୁମେ ଆସିଲ ସତ, କିନ୍ତୁ ଅନେକ ଡେରିରେ। ବର୍ତ୍ତମାନ ମୁଁ ରାଜ୍ୟହୀନ, ଅର୍ଥହୀନ, ଗୌରବହୀନ। ତୁମର ଉପଚାର ପାଇଁ ମୋ ପାଖରେ କିଛି ସମ୍ପଦ ନାହିଁ, ବିଜିଗୁପ୍ତ ଜଣାଇଲେ। ବିଜିଗୁପ୍ତ, ମୋର ଅର୍ଥର ଅଭାବ ନାହିଁ, କେବଳ ଗୋଟିଏ ମାତ୍ର ଶୂନ୍ୟତା ଅଛି, ଯାହାକି ତୁମେ କେବଳ ପରିପୂର୍ଣ୍ଣ କରିବ। ମୁଁ ଚାହେଁ ଏହି ମନୁଷ୍ୟଟିକୁ ହେଉ ପଛେ ରଙ୍ଗହୀନ, ସମ୍ପଦହୀନ, ଗୌରବହୀନ, କିନ୍ତୁ ହୋଇଥିବ ବିଜିଗୁପ୍ତ। ଚିତ୍ରଲେଖା ବିଲୟ କଲେ ନିଜର ସମ୍ପଦକୁ। ସଂସାର ସହିତ ସମସ୍ତ ଅର୍ଥନୈତିକ ସମ୍ପର୍କ ବିଚ୍ଛିନ୍ନ କଲେ। ମୁକ୍ତ ହେଲେ ବିଜିଗୁପ୍ତ, ମୁକ୍ତ ହେଲେ ଚିତ୍ରଲେଖା। ଦୁଇଟି ମନୁଷ୍ୟ ସେଦିନ ପ୍ରଭାତରେ ସୂର୍ଯ୍ୟଙ୍କ ଦିଗକୁ ଆଗେଇ ଚାଲିଲେ। ଗୁରୁଦେବ ପ୍ରଶ୍ନ କଲେ ଏହି ବିଜିଗୁପ୍ତ ଓ କୁମାରଗିରିଙ୍କ ସଂକ୍ରାନ୍ତରେ। ପାପ କ'ଣ ପୁଣ୍ୟ କ'ଣ? ଉପସଂହାର କରି ଗୁରୁଦେବ କହିଲେ, ପାପ ପୁଣ୍ୟ ମାନସିକ ପ୍ରକ୍ରିୟାର ପରିଣାମ, ବ୍ୟକ୍ତିର ଦୃଷ୍ଟିଭଙ୍ଗୀର ଉପସଂହାର। ସାଧାରଣ ବିଚାରରେ ବିଜିଗୁପ୍ତ ପାପୀ, କିନ୍ତୁ ତାଙ୍କର ଉନ୍ନତ ମାନସିକତା ପରାଜିତ କରିଛି ଯୋଗୀ କୁମାରଗିରିଙ୍କ ସାଧନାକୁ। ବ୍ୟକ୍ତିର ବିଚାର ପାଇଁ ତତ୍କାଳୀନ ମୂଲ୍ୟବୋଧର ଧାର୍ଯ୍ୟ ସୀମା ଯଥେଷ୍ଟ ନୁହେଁ। ଯୁଗେ ଯୁଗେ ବ୍ୟକ୍ତିର ବିଚାର ହୋଇଛି ତାର ମନୁଷ୍ୟତା ଜରିଆରେ। ଆଉ କାଉଲ, ମଦ୍ୟପ, ଲମ୍ପଟ, ଭ୍ରଷ୍ଟ, ଚରିତ୍ରହୀନ ସତ, କିନ୍ତୁ ତାଙ୍କର ମହାନ ମନୁଷ୍ୟତା ପାଖରେ ଏସବୁ କଳଙ୍କ ନିଷ୍ପ୍ରଭ ଗୌଣ ହୋଇଉଠିଛି।